ଜୟ ଜଗନ୍ନାଥ। ଆପଣ ଦେଖିଥିଲେ ଆମ ଯେଉଁ ଜଣେ କଷ୍ଟମର 20,000 କ୍ୟାସବ୍ୟାକ୍ ପାଇଥିଲେ, ତାଙ୍କ ଡକୁମେଣ୍ଟେସନ୍ କାମ କରିବା ପାଇଁ ପାରାଦ୍ୱୀପ ଆମେ 3 ଥର ଆସିଲୁ। ପରଦିନ ଆସିଥିଲୁ, ସାର୍ ବ୍ୟସ୍ତ ଥିଲେ। ଗତକାଲି ଆସିଲୁ, ସାର୍ କହିଲେ ଡକୁମେଣ୍ଟ ଦେଇଦିଅନ୍ତୁ, ଆସନ୍ତାକାଲି ଯିବି। ଆଜି ମୁଁ ନିଜେ ଆସିଛି, ମାତ୍ର ଘଣ୍ଟାଏ 40 ମିନିଟ୍ ହେଇଗଲା। ସାର୍ ଆସିଲେ, ଦେଖାଦେଲେ, କହିଲେ ମୁଁ ହେଇଠି ଆସୁଛି କହି ଘଣ୍ଟାଏ 40 ମିନିଟ୍ ହେଲା ମୁଁ ଅପେକ୍ଷା କରିଛି। କଷ୍ଟ ଲାଗୁନି, କିନ୍ତୁ ଟିକେ ବି ଆମ ସମୟ ସେ ଭ୍ୟାଲ୍ୟୁ ଦେବା କଥା। ଛାଡ଼ନ୍ତୁ, ତାଙ୍କ ବ୍ୟସ୍ତ ଥିବେ, ଆମେ ବି କାହାକୁ ଅଭିଯୋଗ କରୁନୁ କି ଅଭିମାନ କରୁନୁ। ଖାଲି ଗୋଟେ କଥା ଆପଣ ଦେଖୁଛୁ, ଗୋଟେ ଫଟୋ ଦେଖାଉଛି। ଆଜି ମୁଁ ଯାଇଥିଲି ଗୋଟେ ସାଇଟ୍ ଭିଜିଟ୍। ସେ ସାର୍ କହିଥିଲେ କି ଗୋଟେ ଗାଁରେ ଜଣ ମାନେ ଘର ଦେଖିଲି, ମୋତେ ଭାରି ମାନେ ଆଶ୍ଚର୍ଯ୍ୟ ଲାଗିଲା। ସେ ଆଉ ଆଶ୍ଚର୍ଯ୍ୟ ହେବା କାରଣ କ'ଣ କି ଦୁଇ ଭାଇ, ଜଣେ ବଡ଼ ଥିବ କି ଜଣେ ସାନ ଥିବ। ସପୋଜ୍ ଯାହା ବି ହେଇପାରନ୍ତି ଗୋଟେ କଣ୍ଡିସନ୍, କିନ୍ତୁ ଯଦି ବଡ଼ ଭାଇ ଦୁଃଖରେ ଅଛି, ସାନ ଭାଇ ଆଉ ପଟଫଳକୁ ଯଦି ସ୍ଲୋପିଂଟା ବା ପାହାଚଟାକୁ ମାର୍ବଲ୍ କରିଥାନ୍ତା, ଅସୁବିଧା କ'ଣ ହେଇଥାନ୍ତା? କି ଓଲଟା, ଯଦି ବଡ଼ ଭାଇ ଅସୁବିଧା ଅଛି, ସାନ ଭାଇ କରିଥିଲେ କ'ଣ ଅସୁବିଧା ହେଇଥାନ୍ତା? ଏମିତି ହେଲେ ଯିଏ ଭଲରେ ଅଛି ତା ଘରକୁ ଯିଏ ଗେଷ୍ଟ ଆସିବେ, ସେ କ'ଣ ଭାବିବେ କି ଏତେ ନିକୁର୍ଛିଆ? ନା, ନିକୁର୍ଛିଆ ଶବ୍ଦ ତ ୟୁଜ୍ କରି ହେବନି, ମାନେ ଏତେ ଇଏ ମାଇଣ୍ଡ ଭଲ ଲାଗିଲାନି ତ, ସେଇଥିପାଇଁ ଆପଣଙ୍କୁ ସେୟାର କଲି।